ନଳକୂପରୁ ବାହାରୁଛି ନାଲି ରଙ୍ଗର ପାଣି। ହନ୍ତସନ୍ତ ଗାଁ ଲୋକେ। ଆମେ କହୁଛୁ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ପଲ୍ଲୀକଣ୍ଟା ପଞ୍ଚାୟତ ସୁନ୍ଦରକଣି ଗ୍ରାମ କଥା। ଏହି ଗ୍ରାମର ଗ୍ରାମବାସୀମାନେ ପାଣି ଟିକେ ପାଇଁ ହେଉଛନ୍ତି ହଇରାଣ। ନଳକୂପ ଅଛି କିନ୍ତୁ ସେଥିରୁ ବାହାରୁଛି ନାଲି ରଙ୍ଗର ପାଣି। ଆଉ ଗୋଟେ ନଳକୂପ ତ ହ୍ୟାଣ୍ଡେଲ ଧରି ମାରିଲା ବେଳକୁ ନଳକୂପ ଡ୍ୟାନ୍ସ କରୁଛି। ବସୁଧା ପାଣି ପାଇଁ ସାତ ସପନ ହୋଇପଡ଼ିଛି। ଏ ଗ୍ରାମର ଲୋକେ ପାଇପ୍ ପିଛା ଯାଇଛି ହେଲେ ପାଣି ଦେଖା ନାହିଁ। ଆଜିକୁ 5 ବର୍ଷ ହେଲାଣି ପାଣି ଜନିତ ସମସ୍ୟାରେ ଜଡ଼ିତ ଅଛନ୍ତି ଏ ଗ୍ରାମର ଲୋକମାନେ। ଏ ଗ୍ରାମର କିଛି ଲୋକ କିଡନୀ ରୋଗରେ ବି ଆକ୍ରାନ୍ତ ହେଲେଣି। ପାଣି ଟିକେ ପାଇଁ କାକୁତି ମିନତି ହେଉଛନ୍ତି ଗାଁ ଲୋକେ। ପ୍ରଶାସନକୁ ଜଣାଇଲେ ବି ପ୍ରଶାସନ ଚୁପ୍। ନଈ ପାଣି ଲୁଣିଆ, ପୋଖରୀ ମଧ୍ୟ ନାହିଁ। ଏ ନାଲି ରଙ୍ଗର ପାଣିକୁ ନେଇ ଚଳୁଛନ୍ତି ଗାଁ ଲୋକେ। ଗୋରୁ ଗାଈ ପିଲା ଛୁଆ ସମସ୍ତଙ୍କ ଭରସା ସାଜିଛି ଏହି ନଳକୂପ। ଏହି ଗ୍ରୀଷ୍ମ ପ୍ରବାହରେ ପାଣିର ସମସ୍ୟା ଦୂର କରିବା ପାଇଁ ଗ୍ରାମବାସୀମାନେ ଏକତ୍ରିତ ହୋଇ ଗୁହାରି ଜଣାଇଛନ୍ତି ଗଣମାଧ୍ୟମ ପାଖରେ। ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ। ଏରସମାରୁ କୈଳାସ ବେହେରାଙ୍କ ରିପୋର୍ଟ, ସମର୍ଥ ସମାଚାର।